କନ୍ଧମାଳ ଜିଲ୍ଲା କନୁଆଗାଁ ବ୍ଲକର ସାରଙ୍ଗଡ଼ଠାରେ ଥିବା କନ୍ଧମାଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷ ଅଶୋକ କୁମାର ପାଣିଙ୍କ ନେତୃତ୍ୱରେ ଶୁଭାରମ୍ଭ ହୋଇଥିବା ବେଳେ ଏହି ଶିବିରରେ 30 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହା ନୂଆ ଓଡ଼ିଶା ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ ଜଗନ୍ନାଥ ସଂସ୍କୃତି ପ୍ରକଳ୍ପ ଓଆରସି ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏହାକୁ କନୁଆଗାଁ ସମ୍ବାଦ ପ୍ରତିନିଧି ସୁଭାଷ ଚନ୍ଦ୍ର ମହାରଣା ସଂଯୋଜନା କରି ରକ୍ତଦାତା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ବାଲିଗୁଡ଼ା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଏସ୍ ରାମ ପାତ୍ର, ବରିଷ୍ଠ ଏଲ୍ଟି ବଳରାମ ଗୌଡ଼, ଷ୍ଟାଫ୍ ନର୍ସ ସସ୍ମିତା ବିଶୋଇ, କ୍ଲର୍କ ସନ୍ତୋଷ କୁମାର ପ୍ରଧାନ, ଆଟେଣ୍ଡାଣ୍ଟ ଲୋକନାଥ ମଲ୍ଲିକ ଓ ଶମ୍ଭୁପ୍ରସାଦ ମୁଖୀ, ଡ୍ରାଇଭର ଶିବରାମ ସାହୁ ଯୋଗଦେଇ ରକ୍ତ ସଂଗୃହୀତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ନୂଆ ଓ ସଂଯୋଜକ ଦେବଯାନୀ ପଣ୍ଡା, ଓଆରସିସି କାଉନସିଲର ପଦ୍ମନାଭ ଆଚାର୍ଯ୍ୟ, ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ପ୍ରଶାନ୍ତ କୁମାର ପ୍ରଧାନ, ଛୋଟନ କୁମାର ନାୟକ, ପ୍ରତାପ କନର, ଅନୁଜ ବେହେରା ଓ କିଷାନ ବିହାରୀ ପ୍ରଧାନ, ଅଣଶିକ୍ଷା କର୍ମଚାରୀ ସୁଶାନ୍ତ କୁମାର ପ୍ରଧାନ, ନୀଳମାଧବ ଦଳପତି, ସମିତ କୁମାର ପାତ୍ର, ଲୋକନାଥ ପାତ୍ର, ସୁଧାଂଶୁ ଶେଖର ଦଳପତି ଓ ଛାତ୍ରୀ ସସ୍ମିତା ସାହୁ, ମଧୁସ୍ମିତା ବେହେରା, ଦୀପ୍ତିରାଣୀ କନ୍ନର, ରିନୁମା ପ୍ରଧାନ ଓ ଅନିତା ସାହୁ ପ୍ରମୁଖ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କନ୍ଧମାଳ ଜିଲ୍ଲା କନୁଆଗାଁରୁ ଭାଗୀରଥୀ ନାଥଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।